ଶୁଭୁଛି? ପ୍ରେଜ୍ Praise the ହଁ Lord. ପ୍ରେଜ୍ ଦ ଲର୍ଡ ଶୁଭା ଯାଉଛି। ମୁଁ ପ୍ରାୟତଃ 6-7 ଦିନ ହେଲାଣି ଜଏନ୍ କରିନାହିଁ। ଗତ 4 ଦିନ ପୂର୍ବରୁ ମାନେ ଆମ ମଣ୍ଡଳୀ ଗୋଟେ ବିଶୃଙ୍ଖଳା ହେଲା, ଖାଲି ବିନାୟକ କହୁଥିଲି। ଆଉ ଗୋଟେ ଛୋଟ ବିଷୟ ନେଇ ଆଉ ଆମ ନିକଟସ୍ଥ ମଣ୍ଡଳୀ ନିକଟରେ ଯୋଉ ମଣ୍ଡଳୀ ଅଛି ଧର୍ମପୁର ବୋଲି, ଗୋଟେ 2 କିଲୋମିଟର ଭିତରେ ଆମ ସେ ମଣ୍ଡଳୀ। ଆଉ ଆମର ଶାଖା, ଆମ ମଣ୍ଡଳୀର ଶାଖା ସିଏ ମଣ୍ଡଳୀ। ଆଉ ତାଙ୍କର ମଣ୍ଡଳୀ ଗୋଟେ ପିଲା ଗୋଟେ ଏମିତି କଥା ଆମ ମଣ୍ଡଳୀ ବିରୁଦ୍ଧରେ ଟିକେ କହିଲା। ଆଉ ଯେହେତୁ ସେମାନେ ଗୋଟେ ପ୍ରୋଗ୍ରାମ କରୁଛନ୍ତି, ଆଉ ତାଙ୍କର କମ୍ପିଟିସନ ବାର୍ଷିକ ଉତ୍ସବ, ମଣ୍ଡଳୀର ବାର୍ଷିକ ଉତ୍ସବ, ଆଉ ସେମାନେ ଲେଟର ଦେଇଥିଲେ ଆମକୁ, ଆମ ମଣ୍ଡଳୀକୁ ସଂକୀର୍ତ୍ତନ ପାଇଁ। ଆଉ ହାରମୋନିୟମ ଟିକେ ପ୍ରୋବ୍ଲେମ ଆମର ଥିଲା ବଜେଇବା ପାଇଁ, ସେଥିରେ କମ୍ପିଟିସନ ଥିଲା କି ନିୟମ ଅନ୍ୟ ପିଲା କେହି ବଜେଇ ପାରିବେନି, ନିଜ ଟିମର ନିଜେ ବଜେଇବେ ସବୁ ବାଦ୍ୟ। କିନ୍ତୁ ଅନ୍ୟ ହୁଏ ସେଟା କେବେ ସେଟା ହେଇନଥିଲା, କିନ୍ତୁ ସେମାନେ ନୂଆ ନିୟମ ଗୋଟେ କରିଦେଲେ। ଅନେକ ଟିମ୍ ଏଇ ପ୍ରୋବ୍ଲେମ ପାଇଁ ଟିକେ ଅସୁବିଧା ଭୋଗ କଲେ। ଆମ ଟିମ୍ ମଧ୍ୟ ହେଲେ ଆମେ ଯିବୁନି ବୋଲି ସ୍ଥିର କଲେ। କିନ୍ତୁ ତାଙ୍କ ପିଲା ଟିକେ ମଣ୍ଡଳୀ ବିରୁଦ୍ଧରେ ଆମର ଅନୁଷ୍ଠାନ ବିରୁଦ୍ଧରେ ଟିକେ କଥା କହିଲା। ଆଉ ସେଇ ବିଷୟ ନେଇ ଏମିତି ହବ ବୋଲି ଆମେ କେବେ ଭାବିନଥିଲୁ, ମୁଁ ବି ଜାଣିନଥିଲି, ମୁଁ ସେ ମିଟିଂକୁ ଯାଇନଥିଲି ସେଦିନ। ଆଉ ତାପରେ ସମସ୍ତେ ମାନେ ସେ ମଣ୍ଡଳୀକୁ ଯିବାନି ଇଏ କରିବେ ଏମିତି ମାନେ ମିଟିଂ ଚାଲିଲା ପୁରା 3-4 ଦିନ ଆମର ଚାଲିଲା। କିନ୍ତୁ ଆମେ ବହୁତ ଭାଙ୍ଗି ପଡିଥିଲୁ, କାରଣ ଯଦି ସମ୍ପର୍କ କଟିଯିବ ତାହେଲେ ଆଗାମୀ ସମସ୍ତ ପ୍ରୋଗ୍ରାମ ବହୁତ ଅଛି। ଯେହେତୁ ସେ ମଣ୍ଡଳୀ ମଧ୍ୟ ଆଗାମୀ ସେପ୍ଟେମ୍ବର ମାସରେ କନଭେନସନ, ଦଶହରା ସମୟରେ କନଭେନସନ ଅଛି, ଆମ ମଣ୍ଡଳୀର ପିଲାମାନେ ଯାଇପାରିବେନି। ଏମିତି ଆମେ ବହୁତ ଭାଙ୍ଗି ପଡିଥିଲା, ଅଛି ମାନେ ଏତେ ଟେନସନ ରହିଗଲି। ଆଉ ମିଟିଂ ଯେହେତୁ ମୁଁ ଡିକନ ଅଛି, ମତେ ମିଟିଂକୁ ଯିବାକୁ ପଡେ। ଆଉ ସମସ୍ତେ କଥା ବୁଝିଲେ ମଧ୍ୟ ଲୋକମାନେ କି ବୁଝୁନି, ସହିତ ଏମିତି ଗୋଟେ କେମିତି ଗୋଟେ କଣ କରୁଥିଲା ମୁଁ ଜାଣିପାରୁନି। ଯେ ବହୁତ ମାନେ ବହୁତ ବିଷୟ ଆଲୋଚନା ହେଲା ପରେ ଲାଷ୍ଟ ମତେ କିଏ ଯିବେନି ବୋଲି କହିଲେ। ମୁଁ କିନ୍ତୁ ସବୁଦିନ ରାତିରେ ଆସିକି ପୁରା କାନ୍ଦି କାନ୍ଦି ପ୍ରାର୍ଥନା କରେ, ପ୍ରଭୁ ଯଦି ଏମିତି ହବ ତାହେଲେ 10ଟା ଅନୁଷ୍ଠାନ ଏଥିରେ ବଳି ପଡେ। ଜଣଙ୍କ ପାଇଁ ଗୋଟେ 10ଟା ଅନୁଷ୍ଠାନ, ତାଙ୍କର 5ଟା ଅନୁଷ୍ଠାନ, ଆମର 5ଟା ଅନୁଷ୍ଠାନ। ଆଜି ସମାଜ ଅନୁଷ୍ଠାନ ସେମାନେ କରିଛି, କିନ୍ତୁ ସି ଅଛି, ପ୍ରାତଃବାସନା ଅଛି, ମହିଳା ସମିତି, ଆଲୋକ ବାହିକା, ଏମିତି ସବୁ ମା ମାନଙ୍କ ସମସ୍ତେ ମାନେ ଆମ ଅନୁଷ୍ଠାନ ସେମାନେ ଯାଇପାରିବେନି, ଆମେ ଆସିପାରିବୁନି। ଆଗକୁ ମତେ ବେଶୀ ଚିନ୍ତା ଲାଗୁଥିଲା, ଯେହେତୁ ଆମେ ସିରେ ଅଛୁ, ଆଉ କନଭେନସନ ଏ ବର୍ଷ ସେପ୍ଟେମ୍ବର ମାସରେ ସେଇ ଧର୍ମପୁର ମଣ୍ଡଳୀରେ ଅଛି, ଆମ ପିଲାମାନେ ଯାଇପାରିବେ। ଏମିତି ମୁଁ ସବୁଦିନ ପ୍ରାର୍ଥନା କରୁଥିଲି। ଆଉ ଲାଷ୍ଟ ଡିସିସନ କଲେ ସେମାନେ, ଆମେ ଯିବା ସେଠିକି। ମଣ୍ଡଳୀ ଲୋକମାନେ କହିଲେ ଯିବା, ହେଲେ ଆଉ ଆମେ ଖାଲି ବ୍ୟବହାର ଚଳେଇବା ଆଉ ପଳେଇ ଆସିବା। ଆଉ ଯେତେବେଳେ ଅଟକେଇବେ କି ସମ୍ମାନ ଦେବାକୁ ଚାହିଁବେ ଆମେ ରହିବାନି। ମୁଁ କହିଲି ଏମିତି କେମିତି ହବ, ଏମିତି ତମେ ନ ଯିବ ତ ନ ଯାଅ, କିନ୍ତୁ ଏମିତିଟା କରିବା ଠିକ ହବନି। ଏଇଟା ବହୁତ ଆହୁରି ମାନେ ବହୁତ ବଡ, ମତେ ବେଶୀ କଷ୍ଟ ଲାଗୁଥିଲା। 11:30 ରାତି ପର୍ଯ୍ୟନ୍ତ ଡିସିସନ ଚାଲୁ, ମାନେ ସିଦ୍ଧାନ୍ତ କିଏ ନେଇପାରିଲେନି। ଲାଷ୍ଟ ସିଦ୍ଧାନ୍ତ ଏଇଟା ନେଲେ। ଆଉ ମୁଁ ସେମାନଙ୍କୁ କହିଲି ଏବେ ଆମେ ଗୁଡ ଫ୍ରାଇଡେ ପୁନରୁତ୍ଥାନ ପାଳନ କଲୁ, ସେମାନେ ମଧ୍ୟ କ୍ଷମା, ସେ ପିଲା ମଧ୍ୟ କ୍ଷମା ପ୍ରାର୍ଥନା ଲେଟର ଲେଖିକି ଦେଲା, ମଣ୍ଡଳୀ ମଧ୍ୟ କ୍ଷମା ପ୍ରାର୍ଥନା ଦେଲା। ଟିକେ ଲେଟରରେ ସେମାନେ ଟିକେ ନର୍ମାଲି ଟିକେ ଲେଖିକି ଦେଲେ ସେମାନେ, ଯେହେତୁ ଆମ ମଣ୍ଡଳୀ କେବେ ଗ୍ରହଣ କରୁନଥିଲା ସେଇଟା। ଆଉ କହିଲି ଯେତିକି ଦେଇଛନ୍ତି ସେତିକି କ୍ଷମା, ଆମେ ତ ଏବେ ଗୁଡ ଫ୍ରାଇଡେ ପୁନରୁତ୍ଥାନ ପାଳନ କଲୁ, ତଥାପି କ୍ଷମା ଶିଖିଲୁ। ଆମେ ଟିକେ ବାପା, ଆମେ ସିଏ ଆମର ତ ପୁଅ, ଆମର କ୍ଷମା ନବା। କିନ୍ତୁ ସେମାନେ କିନ୍ତୁ ବଡ ମାନେ ଯେମିତି ଥିଲେ ସମସ୍ତେ, ମୁଁ ତ ନେଇପାରେ, ମୁଁ ଗୋଟେ ବୟସ୍କ ବହୁତ ବଡ ବଡ ଅଛନ୍ତି, କିଏ ଶୈତାନ କେମିତି ଗୋଟେ କାର୍ଯ୍ୟ କରୁଥିଲା। ଆଉ ସେମାନେ ସେ ଡିସିସନ ନେଲେ, ଆଉ ନାଇଁ ଆମେ ଯିବା, ଆଉ ଖାଲି ବ୍ୟବହାର ଦବା, ପୂର୍ବରୁ ଯିବା, ପ୍ରୋଗ୍ରାମ ପୂର୍ବରୁ ଯିବା। ପ୍ରୋଗ୍ରାମ ଟାଇମରେ ଗଲି କାଳେ ସେମାନେ ଅଟକେଇବେ ନା, ପ୍ରୋଗ୍ରାମ ପୂର୍ବରୁ ଯିବା। ଆଉ ସମାଜ ଅନୁଷ୍ଠାନ ଆମର ଯୋଉ ଥିଲା କୀର୍ତ୍ତନ ଅନୁଷ୍ଠାନ, ସେମାନଙ୍କୁ ବି ସେମିତି ପରାମର୍ଶ ଦେଲେ। ସେଟା ମତେ ଆହୁରି ବହୁତ କଷ୍ଟ ଲାଗିଲା। କହିଲେ ବଡ ବୟସ ସେମାନେ କଣ ଶୈତାନ କେମିତି କାର୍ଯ୍ୟ କରୁଛି, ସେମାନେ ପିଲାମାନଙ୍କୁ ମଧ୍ୟ ସେମିତି ଗୋଟେ ଶିଖଉଛନ୍ତି। ଆଉ ଯିବା, ଆଉ ପୂର୍ବରୁ ଦେଇକି ପଳେଇ ଆସିବା। ମତେ ବହୁତ ମିଟିଂ ସରିଗଲା, ମୁଁ ବହୁତ କାନ୍ଦି କାନ୍ଦି ଘରକୁ ଆସିଲି। ଆସିକି ଆଣ୍ଠି ପ୍ରାର୍ଥନା କଲି, ପ୍ରଭୁ କେମିତି ହବ, ଏମିତି କେବେ ହେଇପାରିବନି। ଆଉ ତୁମେ କାର୍ଯ୍ୟ କିଛି କର, ଆଉ ଆଜି ରାତିରେ ସେମାନଙ୍କ ଉଦ୍ଧାର କାର୍ଯ୍ୟ କର। ସେମାନେ ଆମ ବଡ ମାନେ ଯୋଉ ବୟୋଜ୍ୟେଷ୍ଠ ମାନେ ଥିଲେ, ଆଉ ସେମାନେ ରାତିରେ ହିଁ ଯେମିତି କାର୍ଯ୍ୟ କର। ଆମ ତଥା ମିଟିଂ ପରେ ସେମାନେ ବାହାରକୁ ଆସିଲା ପରେ ମୁଁ 3-4 ଜଣ କହିଲି, ମୁଁ ତମେ ରାତିରେ ଶୋଇକି ବିଷୟ ଚିନ୍ତା କରିବ, ତମେ ଠିକ ଡିସିସନ ନେଇଛ ନା ଭୁଲ ଡିସିସନ ନେଇଛ। ରାତିରେ ଶୋଇ ଚିନ୍ତା କରିବ। ଆଉ ଆସିକି ରାତିରେ 1ଟା ରାତିରେ ମୁଁ ଆସିଲି, 12:30 ପ୍ରାୟ 11:30 ପର୍ଯ୍ୟନ୍ତ ନିଦ ହେଲାନି। ଆଉ ମୁଁ ଉଠିଲି, ପୁଣି ବିଛଣା ଉଠିଲା, ପ୍ରାର୍ଥନା କଲି, ପ୍ରଭୁ ସେମାନଙ୍କ ହୃଦୟରେ ତମେ କାର୍ଯ୍ୟ କର, ଆଉ କାଲି ଏଇଟା ଯେମିତି ସମାଧାନ ହବାର ଅଛି। ଆଉ ଯାହା ହଉ, ତେଣୁ ମୁଁ ସକାଳୁ ଉଠିଲି, ପୁଣି ପ୍ରାର୍ଥନା କରି 5 ପ୍ରାର୍ଥନା କରି ମୋର
ମୁଁ ପ୍ରାୟତଃ ସେଇ 4-5 ଦିନ ନାଇଟ୍ ପ୍ରେୟାର ଜଏନ୍ କରିପାରୁଛି ନା ମର୍ଣ୍ଣିଂ ପ୍ରେୟାର ଜଏନ୍ କରିପାରୁଛି, ଯେହେତୁ ଲେଟ୍ ନାଇଟ୍ ପ୍ରେୟାର ଶୁଏ ଆଉ ସକାଳେ ବୋଧେ ଉଠି ପାରେନି, ରାତିରେ ମଧ୍ୟ ଯେହେତୁ ମିଟିଂ ଚାଲେ ନାଇଟ୍ ପ୍ରେୟାର ମଧ୍ୟ ଜଏନ୍ କରିପାରୁନଥିଲି। ଅମର ଭାଇ ମତେ ସେଦିନ କହୁଥିଲେ ରବିବାର ଦିନ କାହିଁକି ଖାଲି ତମେ ଜଏନ୍ କରୁନ, ମୁଁ ସେଇ ବିଷୟ ଅମର ଭାଇଙ୍କୁ ମଧ୍ୟ କହୁଥିଲି। ଆଉ ତେଣୁ ମୁଁ ରାତିରେ ସ୍କୁଲ 5ରେ ପ୍ରାର୍ଥନା କରି ପଳେଇଲି, ଆଉ ଦିନ 11ଟାରେ ଆଉ ଥରେ ମୋ ପାଖକୁ ଫୋନ ଗଲା ଯେହେତୁ ମୁଁ କାର୍ଯ୍ୟକାରୀ ଅଛି, ଆଉ ସେ ମତେ ଫୋନ କଲା ଆଉ ଗୋଟେ କାର୍ଯ୍ୟକାରୀ ମିଟିଂ ତୁରନ୍ତ ଡକା ହେଇଛି ଆଉ ତମେ ଯୋଉଠି ଅଛ ଆସ। ମୁଁ କହିଲି କଣ ପାଇଁ ଡକା ହେଲା, ମୁଁ ତ ବ୍ୟସ୍ତ ଲାଗୁଥିଲା, ପୁଣି କଣ ଆଉ କିଛି ଡିସିସନ ନେବି କି କଣ ନେବେ ବୋଲି ମୁଁ ଘରକୁ ଆସିଲି। ମୁଁ ଆଉ ଯିବିନି, ତମେ ମୋ କଥା ମାନିଲନି କାଲି, ତମେ କଣ କରୁଛ କର। ମନଟା ସହିଲାନି, ପୁଣି ନାହିଁ ଡାକିଛ, ମୁଁ ପୁଣି ମୁଁ କାମରୁ ଆସିଲି ଘରକୁ, ଆସିକି ପୁଣି ଗାଧେଇକି ପୁଣି ମିଟିଂ ସେମାନେ ଆରମ୍ଭ ହେଇଥିଲା ମିଟିଂ 12ଟା ବେଳକୁ ଆମେ ପୁଣି ଗଲି। ଆଉ ଯାହା ହଉ ଆମମାନଙ୍କର ସମ୍ପାଦକ ହୃଦୟରେ ପ୍ରଭୁ ରାତିରେ କଥା ହେଇଛନ୍ତି, ଆଉ ସେ କହିଲେ ନାଇଁ ଆମେ ସେମିତି ଯିବାନି, ଯଦି ଯିବାନି ଆଉ କିନ୍ତୁ ଆମେ ଯିବା ଆଉ ବ୍ୟବହାର ଦବା, ଆଉ ଯେମିତି ସେମାନେ ସମ୍ମାନିତ କରି ସମ୍ମାନିତ ହବା, ଖାଇବା ପିଇବା ସମସ୍ତେ ଆସିବେ। ଆଉ ମିଟିଂରେ ଯେହେତୁ ବଡ ଆମେ ଏଇଟା କାର୍ଯ୍ୟକାରୀ ମିଟିଂ ହେଲା, କିନ୍ତୁ ଗତ ରାତିରେ ଯୋଉ ହେଇଥିଲା ବିଚାର ସଭା ହେଇଥିଲା, ବହୁତ ଲୋକମାନେ ଥିଲେ, ଆଉ ସେମାନେ କହିଲେ ଆମେ ଏକୁଟିଆ କେମିତି ଡିସିସନ ନେଇପାରିବା। ମୁଁ କହିଲି କିଛି ଅସୁବିଧା ହବନି, କାର୍ଯ୍ୟକାରୀ ମାନେ ଆମେ କିଛି ସିଦ୍ଧାନ୍ତ ନେଇପାରିବା, କାହିଁ ଯଦି ସବୁବେଳେ ଆମେ ଅନ୍ୟମାନଙ୍କ ଉପରେ ନିର୍ଭର କରୁଥିବା ଆମେ କାହିଁକି ରହିବା। ଆମମାନଙ୍କର କିଛି ଅଧିକାର ଅଛି, ଆମମାନେ କିଛି ଡିସିସନ ନେଇପାରିବା, ଆମେ ଖରାପ ଡିସିସନ ନଉନୁ, ଆମେ ଭଲ ଡିସିସନ ନେଇଛୁ। ମିଶିବା ବର୍ତ୍ତମାନ ସମୟକୁ ଦେଖିଲା ବେଳକୁ ଆମେ ଯଦି ଅଲଗା ହେଇକି ରହିବା ତାହେଲେ ହୁଏତ ବିପଦ ଆମମାନଙ୍କୁ ଆସିପାରେ, କେତେବେଳେ ଆମମାନଙ୍କୁ ସହଯୋଗ କିଏ କରିବାକୁ ନଥିବେ। ଆମମାନଙ୍କର ପୁଅକୁ ଆମେ ଯଦି କ୍ଷମା ନ ଦେଇପାରିବା ତାହେଲେ ଆମର କି ବାପା ମାନେ କି ଆମ ଏତେ ବଡ ମଣ୍ଡଳୀ 200 ବର୍ଷର ମଣ୍ଡଳୀ, ଆମେ ଯଦି କ୍ଷମା ନେଇ ଦେଇପାରିବା କେମିତି ହବ। ନାଇଁ ଆମେ ତାକୁ ନିଶ୍ଚୟ କ୍ଷମା ଦେବା ବୋଲି ବଡମାନେ କହିଲେ ଠିକ ଅଛି। ଯାହା ହଉ ଆମ ସଭାପତି ବଡମାନେ ଯୋଉମାନେ ଥିଲେ ପ୍ରଭୁ ସେମାନେ ରାତିରେ ସେମାନଙ୍କୁ ଉଦୟରେ କାର୍ଯ୍ୟ କରୁଛନ୍ତି, ଆମେ ପ୍ରଭୁ ବସି ସେଇ ସଭାରେ ଧନ୍ୟବାଦ ଥିଲେ। ସେମାନେ ଡିସିସନ ନେଲେ ଆମେ ଯିବା, ଆଉ ଆମେ ଯେମିତି ସେମାନେ ମଧ୍ୟ ଆମ ପୂର୍ବରୁ ଆମର ମଧ୍ୟ ପ୍ରୋଗ୍ରାମ ହେଇଥିଲା, ସେମାନେ ଆସିଥିଲେ, ଆଉ ଆମେ ସମସ୍ତେ ଯିବା। ପ୍ରାୟତଃ ମଣ୍ଡଳୀର ସମସ୍ତେ ସେଦିନ ସନ୍ଧ୍ୟାରେ ଗଲେ, ଆଉ ସମସ୍ତେ ସେମାନେ ବହୁତ ରେସପେକ୍ଟ ଦେଲେ ସମସ୍ତଙ୍କୁ, ଆଉ ସମ୍ମାନିତ ମଧ୍ୟ କଲେ, ଖାଇଲେ ପିଇଲେ ମଧ୍ୟ ପ୍ରଭୁ ପ୍ରାୟତଃ ମାନେ 35ରୁ 40 ଜଣ ସେଦିନ ସମସ୍ତେ କାର୍ଯ୍ୟକାରୀ ଯାଇଥିଲେ, ଆମର ସମାଜ ଅନୁଷ୍ଠାନ ପିଲାମାନେ ମଧ୍ୟ ଯାଇଥିଲେ, ଆଉ ସମସ୍ତେ ଯାଇଥିଲୁ। ଏତେ ସୁନ୍ଦର, ଆଉ ଗତ 4 ଦିନ ଧରି ସେଠି ପ୍ରୋଗ୍ରାମ ଚାଲିଛି, ମୁଁ ସେଥିପାଇଁ ଜଏନ୍ କରିପାରୁନି, ପ୍ରାୟତଃ 2ଟା ରାତି ହେଇଯାଉଛି ଫେରିଲା ବେଳକୁ। ଆଉ ତେଣୁକରି ପ୍ରଭୁ ଧନ୍ୟବାଦ ଦେଲି, ପ୍ରଭୁ ଯାହା ପ୍ରାର୍ଥନା ଶୁଣିଲେ, ମାନେ ବର୍ତ୍ତମାନ ବହୁତ ସୁନ୍ଦର ଭାବରେ ମିଳିତ ଭାବରେ ସମସ୍ତ କାର୍ଯ୍ୟମଣ୍ଡଳୀ ସହିତ ଚାଲିଛି। ଆଉ ପ୍ରାର୍ଥନା କରି ଯେପରି ଏସବୁ ଆଉ ଯେପରି କେବେ ଏମିତି ନ ହୁଏ। ମୁଁ ବହୁତ ଭାଙ୍ଗି ପଡିଥିଲି ସତରେ, ବହୁତ ଏତେ ମୁଁ ଜଏନ୍ କରିନି ଏଇଥିପାଇଁ, ସମସ୍ତେ ଭାବୁଛି ମିକାଲ ଭାଇ ଜଏନ୍ କରୁନାହାନ୍ତି ଅନ୍ୟ ଡିଭାଇସରେ, ମୁଁ କୌଣସି ମୋର ଏର୍ଲି ମର୍ଣ୍ଣିଂ ଛାଡିକି ମୁଁ କୁଆଡେ ଯିବିନି, ମୋର ପରିବାରକୁ ଛାଡିକି ମୁଁ କୁଆଡେ ଯିବିନି। ମୁଁ ଭାବୁଥିଲି ଅନ୍ୟମାନେ ଅନ୍ୟ ଡିଭାଇସରେ ମଧ୍ୟ ମିକାଲ ଜଏନ୍ କରୁଛନ୍ତି, ମୁଁ କୋଉଠି ଜନ୍ମ ହେଇ ମତେ ଏତେ ମାନେ କଷ୍ଟ ହଉଥିଲା, ମୁଁ ଜଏନ୍ ନାଇଟ୍ ପ୍ରେୟାର ମୁଁ ଜଏନ୍ କରିନି, ଆଉ ଏଠି ମଧ୍ୟ ଜଏନ୍ କରୁନଥିଲି। ଆଉ ତେଣୁକରି ପ୍ରାର୍ଥନା ଆମ ମଣ୍ଡଳୀ ପାଇଁ ଆମ ପାଇଁ ମଧ୍ୟ ପ୍ରାର୍ଥନା କରୁଥିଲେ। ଆଗାମୀ ଦିନରେ ଆମମାନଙ୍କର ସମସ୍ତେ କାର୍ଯ୍ୟ ମଧ୍ୟ ମିଳିତ ଭାବରେ ଆମେ ସମସ୍ତେ କାର୍ଯ୍ୟ କରିପାରୁ। ଆଜି ଲାଷ୍ଟ ସନ୍ଧ୍ୟା, ଆଜି ସେଇ ଧର୍ମପୁର ମଣ୍ଡଳ ପ୍ରୋଗ୍ରାମ ପ୍ରାର୍ଥନା କରି ଯେପରି ସମସ୍ତେ ମାନେ ପ୍ରମୁଖ ଗୌରବରେ କ୍ଷେତ୍ରରେ ବଢିବୁ। ଧନ୍ୟବାଦ ଦିଏ ସେ ସୁନ୍ଦର ସାକ୍ଷାତ ପାଇଁ ସମୟ ଦେଇଥିବାରୁ ମୋର ପରିବାରକୁ ମୁଁ ଧନ୍ୟବାଦ ଦିଏ। ପ୍ରେଜ୍ ଦ ଲର୍ଡ। ହଁ ମିଖାଇଲ ଭାଇ, ଆପଣ ଶେଷ ମୁହୂର୍ତ୍ତରେ ଜଏନ୍ କଲେ। ମୁଁ ଜାଣି ସାରିଥିଲି ଯେ ଆପଣ ବୋଧେ ଜଏନ୍ କରୁନାହାନ୍ତି, କିନ୍ତୁ ଯାହା ହଉ ଜଏନ୍ କଲେ, ପ୍ରାର୍ଥନାରେ ଆମମାନଙ୍କୁ ଉତ୍ସାହିତ କଲେ। ଏଇ ଯୋଉ ବିଷୟ କହିଲେ ଆପଣଙ୍କର ମଣ୍ଡଳୀର ସମସ୍ୟା, ଆପଣ ହୁଏତ ଜାଣିନାହାନ୍ତି। ଏ ସମସ୍ୟା ଗୁଡାକ ନା ଭାରି ନିବିଡ଼ ଘନିଷ୍ଠତାକୁ ସେ ଆଣେ। ପ୍ରଥମେ ଲାଗେ ଯେ ଭାରି କଷ୍ଟକର ବିଷୟ, ତାପରେ ଏତେ ସମ୍ପର୍କ ମଜବୁତ ହୁଏ, ଆପଣ ପଛେ ଦେଖିବେ। ଆଉ ଯୋଉମାନେ ପ୍ରଭୁଙ୍କର ପିଲାମାନେ ତାରି ଭିତରେ ଥାନ୍ତି, ପ୍ରଭୁ ସେମାନଙ୍କୁ ବ୍ୟବହାର କରନ୍ତି, ଆଉ ସେଇ ବ୍ୟବହାର ଦ୍ଵାରା ସେ ସମ୍ପର୍କଟା ଆହୁରି ପୂର୍ବଠାରୁ ବେଶୀ ଘନିଷ୍ଠ ହୁଏ। ଏଇ ଦେଖୁନାହାନ୍ତି ପାଉଲ ଶିଲା ଭିତରେ 2 ଜଣ ଯାକ ପ୍ରଭୁଙ୍କର ଲୋକ, ତାଙ୍କ ଭିତରେ ପୁଣି ବିଭେଦ ହେଲା, ଇଏ ଛାଡିକି ଗଲେ, ସେ ଛାଡିକି ଆଉ ଗୋଟେ ବାଟକୁ ଗଲେ, କିନ୍ତୁ ଶେଷକୁ କେତେ ତାଙ୍କ ଭିତରେ ନିବିଡ଼ ଗୋଟେ ବଣ୍ଡିଙ୍ଗ ଆସିଗଲା। ତେଣୁ ଏଇଟା ଭାବନ୍ତୁ, ଏଇଟା ଗୋଟେ ଭିନ୍ନ ବିଷୟ ବୋଲି ପ୍ରତି ମଣ୍ଡଳରେ ସେମିତି ଚାଲେ, ଘରେ ଘରେ ଚାଲେ, ଭାଇ ଭଉଣୀ ଭିତରେ ଚାଲେ, ବହୁତ ରିଲେସନ ଭିତରେ ଏମିତି ଚାଲେ, କିନ୍ତୁ ସେଟା ଗୋଟେ ନିବିଡ଼ତାର ଚିହ୍ନ। ପରେ ଦେଖିବେ ନା
ସେଇଟା ଯୋଗୁ ବହୁତ ବଣ୍ଡିଂ ଟା ଆହୁରି ବଢି ଯାଏ। ପ୍ରେଜ ଦ ଲର୍ଡ। ଆଉ ଆମମାନଙ୍କର ଯେ ମିନାକ୍ଷୀ ଭଉଣୀ ଯୋଉ ବାକ୍ୟ ଦେଲେ ସେଥିପାଇଁ ମୁଁ ବହୁତ ଖୁସି। ସୁନ୍ଦର ଭାବରେ ସେ ବାକ୍ୟ ଅଧ୍ୟୟନ କରୁଛନ୍ତି। ଆଉ ଯୋଉ ପବିତ୍ର ଆତ୍ମାଙ୍କ ବିଷୟରେ କହିଲେ, ଆଉ ସେ ପବିତ୍ର ଆତ୍ମାଙ୍କ ଦ୍ଵାରା ହିଁ ଆମମାନଙ୍କର ସବୁ ବିଷୟ ଆମେ ଲାଭ କରିପାରିଥାଉ। ଯୋଉ ବାକ୍ୟ ଆମେ କହୁ ସେ ପବିତ୍ର ଆତ୍ମାଙ୍କ ଶକ୍ତିରେ କହୁ। ଯୋଉ ସାକ୍ଷ୍ୟ ଆମେ ଦଉ, ଯୋଉ ଚିହ୍ନ ପବିତ୍ର ଆତ୍ମାଙ୍କର ସବୁ ଆମ ଜୀବନ ଦ୍ୱାରା ପ୍ରଭୁ ଗୌରବାନ୍ୱିତ ହୁଅନ୍ତି। କାହାକୁ ସୁସ୍ଥ କରିବାର ଶକ୍ତି ଦେଇଛନ୍ତି, କାହାକୁ ଭବିଷ୍ୟବାଣୀ କହିବାର ଶକ୍ତି ଦେଇଛନ୍ତି। ବିଭିନ୍ନ ପ୍ରକାରର ଆମେ କେବଳ ହଉଛୁ ମନୁଷ୍ୟ ମାତ୍ର, କିନ୍ତୁ ସବୁ ଗୌରବ ପ୍ରଭୁଙ୍କର। ଥ୍ୟାଙ୍କ ୟୁ ମିନି ଭଉଣୀ, ଗଡ ବ୍ଲେସ ୟୁ। ଆଉ ମିଖାଇଲ ଭାଇ କିଛି ବ୍ୟସ୍ତ ହେବେନି, ସବୁର ଅନ୍ତଟା ନିଶ୍ଚିତ ଉତ୍ତମ ହବ। କାରଣ ଯେତେ ଯେତେ ଆମମାନଙ୍କ ମଧ୍ୟରେ ଥିବ, ଯେତେବେଳେ ମିଳନ ହେଇଯାଏ ସେ ଜଏଣ୍ଟ ଟା ଆହୁରି ଷ୍ଟ୍ରଙ୍ଗ ହେଇଯାଏ। ଗଡ ବ୍ଲେସ ୟୁ। ଥ୍ୟାଙ୍କ ୟୁ। Yes, sir. ଆମେନ୍, ଆମେନ୍।